ଧରାପୃଷ୍ଠରେ ଅବତରଣ କରିଛନ୍ତି ଖଡ଼ଗଧାରୀ ମା ଦୁର୍ଗା। ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ବିଭିନ୍ନ ସ୍ଥାନରେ ମା କାତ୍ୟାୟନୀଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି। କାଉମାରୀ ମହୋତ୍ସବ ପଡ଼ିଆରେ ବୁଧବାରଠାରୁ ଆରମ୍ଭ ହୋଇଛି ମାଙ୍କର ନବରାତ୍ର ପୂଜା। ମାଙ୍କର ବିଭିନ୍ନ ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ସାଜସଜ୍ଜା ଆଲୋକମାଳାରେ ଝଲସି ଉଠୁଛି ଏହି ଶକ୍ତିପୀଠ। ଏହି ଅଞ୍ଚଳରେ ଏହା ଏକମାତ୍ର ଶକ୍ତିପୀଠ ଯେଉଁଠିକି ମା ଦୁର୍ଗାଙ୍କର ନବରାତ୍ର ପୂଜା କରାଯାଉଥିବାରୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗି ରହିଛି। ଅଧ୍ୟାପକ ପଣ୍ଡିତ ପ୍ରିୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ବେଦଚେତନ ବିକାଶ ସଂସ୍କୃତି ଶାଖା ବାଲିଆପାଳର ଅଭିଜ୍ଞ ଆଚାର୍ଯ୍ୟମାନଙ୍କ ଦ୍ୱାରା ମାଙ୍କର ଏହି ନବରାତ୍ର ପୂଜା ବେଶ୍ ଆଡ଼ମ୍ବରରେ ଦଶହରା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗ୍ରାମବାସୀଙ୍କ ସହଯୋଗରେ 2 ବର୍ଷ ହେବ ନବରାତ୍ର ପୂଜା ଅନୁଷ୍ଠିତ ହୋଇଆସୁଛି।